ନାଇଁ ବେ ଜଇଁ କରୁଛି କଣ ଚାକିରି କଣ ସିଏ ବା କଣ କହୁଛନ୍ତି ରୋଷ୍ଟ କରୁଛି। ନାଇଁ ମ ରୋଷ୍ଟର ରୋଷ୍ଟର କଣ ବାହାଘରଟା ହବ ଦେଖାଯାଉ ତା ରାଶି କୁଆଡୁ କଣ ଟାଣୁଛି କେଜାଣି ହବ କି ନା ନାଇଁ ସେଠି ବାହାଘରଟା। ଭାଉଜ ନମସ୍କାର। ହଁ ନମସ୍କାର ନମସ୍କାର ଆସ ଆସ ବସ ମୁଁ ଭାବେ ତମରି କେତେ ଆଡେ ଖୋଜିକି ଆଇଲିଣି ମ୍ୟାଡାମ କହିଲେ ମନ୍ଦିର ପାଖରେ ଅଛନ୍ତି ସଫାସଫି ହଉଛି ବୋଲି ଜାଗର ପାଇଁ। ମୁଁ ଭାବେ ତମରି କଥା ଭାବୁଥିଲି ମୁଁ କହିଲି କଣ କିଛି ଆଉ ଖବର ଅନ୍ତର ଦେଲେନି ଆଉ କଣ ହେଲା କଣ ନାହିଁ ବାହାଘର ଖୁସି କଥା ଖବର ପୁରା କଣ ବାହାଘର ଖୁସି? ଫିକ୍ସ ଫିକ୍ସ ବାହାଘର ସେମାନେ ରାଜି ପୁଅ ବାଲା ଝିଅକୁ ଦେଖି ରାଜି ପୁରା ଜାତକ ବି ପଡିଗଲା ହଁ ଆଉ କିଛି ପ୍ରୋବ୍ଲେମ ନାହିଁ ବାହାଘରଟା ହବ ଆଉ ସେ ଗୋଟେ ଲାଷ୍ଟ ଦେଖା ଯଦି ହବ ଲାଷ୍ଟ ଡେକେଟା ହବ ତମ ଘରେ କରିବା ଆଉ ଭଲ ଖାଇବା ପିଇବା ମଟନ ଫଟନ ମୁଁ ବା ସେଇ କଥା କହୁଛି ସେ ଆସନ୍ତୁ ଆଉ ସେ ବାପା ମତେ ଟିକେ ବୁଝେଇଲ ଠିକ ସେ ଆମର ଝିଅ ବାହାରକୁ ଯିବନି ତ ନା ଓଡିଶାରେ ରହିବ ଆଉ ଝିଅ ଓଡିଶାରେ ରହିବ ଆଉ ସେ ଆଉ ପରିବାର ଏଇଠି ରହିବ ସବୁ ଓଡିଶାରେ ବାହାରକୁ କାହିଁ ଯିବେ ଆଉ ସେ ଯୋଉ ଡଲାରରେ ଯୋଉ କହୁଛ ପଇସା ହଉଛି ସେ ତ ବାହାର କଣ୍ଟ୍ରିରୁ ସିଏ ଘରେ ଏଇଠି ରହିବେ ପଇସା ସବୁ ବାହାରୁ ଆସିବ ଡଲାରରେ ପଇସା ସିଆଡୁ ଆସିବ ଇଏ ଏଠିକି ଚାକିରି ସିଏ ଆଉ କଣ ଇଏ ସକାଳୁ କଣ ମାମୁଁ ପଳେଇ ଆଇଛନ୍ତି ମନ୍ଦିରକୁ ଆଜି ହଁ ବା ମୁଁ ପଳେଇ ଆଇଲି କଣ ନା ସେ ବା ଯୋଉ ମନ୍ଦିର ଟିକେ କାମ ଧନ୍ଦା ଚାଲିଛି ମାଇ କହିଲେ ବା କହିଲେ କଣ ଜାଗର ସକାଶେ ରଙ୍ଗ ଦିଆହବ ମନ୍ଦିର ଆଉ ସଫାସଫି ହଉଛି ଚାରିକର ଯାକ ତାପରେ ଏ ବର୍ଷ କଣ ଜାଗରକୁ 2-3 ହଜାର ଲୋକ ବୋଧେ ଖାଇବେ ବୋଧେ କଣ ଠାକୁରଙ୍କ ବରାଦ ଯାହା ଥବ ଆଉ ଇଏ ରଞ୍ଜନ ବାବୁ କଣ ସକାଳୁ ଆଜି ପଳେଇ ଯାଇଛନ୍ତି ଇଆଡେ କାମ ଥିଲା ଆଉ ଆଇଛନ୍ତି ବା ଯୋଉ ଆମର ସାନ ଝୁଅ ଯୋଉ ନୁହଁ ସିଲି ମୋ ସାନ ଝୁଅ ସିଲି ବା ତାର କଣ ବାହାଘର ହବ ନା କଣ ହଁ ବାହାଘର ପ୍ରସ୍ତାବ ମୁଁ ଗୁଡାକୁ କହିଥିଲି ସେ ବୁଝିକି ନେଇକି ଆସିଛନ୍ତି ଆଉ ଚିଲିର ବାହାଘର ସରିଯାଇଛି କଣ ଚା ପୁଆ ଆସିକି 2 ବର୍ଷ ହେଲାଣି ସିଏ ବଡ ଭିତରେ ବାହାଘର ସରିଲାଣି ମୁଁ ଜାଣିନି ତୁ ବାହାରେ ଥିଲୁ ସେତେବେଳେ ସିଏ ବା ସେଇ ଏଠି ଇଏ ଜଇଁ କଣ କରୁଛି ଭଲ ଚାକିରି କରୁଛି ଚାକିରି କରିଛି ସିଏ କଣ କହୁଛନ୍ତି ଓଡିଶାରେ ଏଇଠି ଚାକିରି କରିଛି ପଇସା ପତ୍ର ଆଉଛି ଆମେରିକାରୁ ଡକ୍ଟର ଫକ୍ଟର ଇଞ୍ଜିନିୟର ଫିଞ୍ଜିନିୟର ନା ସଫ୍ଟୱେର ବାଲା କଣ ବା ଆମେ ନାଇଁ ବେ ଜଇଁ କରୁଛି କଣ ଚାକିରି କଣ ସିଏ ବା କଣ କହୁଛନ୍ତି ରୋଷ୍ଟ କରୁଛି ନାଇଁ ମ ରୋଷ୍ଟର 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 କଣ ବା ଆରେ ସେ ସେଇଥିରେ ବା କଣ କହୁଛନ୍ତି 3-4 ହଜାର ଟଙ୍କା ମାସକୁ ଡଲାର ଭଲ ଦରମା ରୋଜଗାର କରୁଛନ୍ତି ଦେଖିଲି ଭଲ ଦରମା ମ ଓ ଏଇ ଗରା ଦାଦା ଦେଖିଲ ଏଇ ମାନେ ହଉଛନ୍ତି ମାମୁଁ ରୋଷ୍ଟର ଛାଡୁ କଣ ସିଏ କହୁଛନ୍ତି ସେ ବା ରୋଷ୍ଟର ମାନେ ହଉଛି ବା ସେଇଆ ମାନେ ଗୋଟେ ଝିଅ ଯଦି ଶୋଧିବ ତାକୁ ଏମାନେ ଶୋଧିବେ ସିଏ ସେଇଠୁ ନଙ୍ଗଳା ହେଇ ନାଚିବ ତାପରେ ଏମାନେ ଶୋଧିବେ ଏମିତି କରିବେ ଆଉ ଏଇଆଙ୍କୁ କୁହନ୍ତି ରୋଷ୍ଟର ରଞ୍ଜନ ବାବୁ ଆଜ୍ଞା ତ ମୁଁ କଣ କହିବି ମୁଁ ଆଉ କିଛି ବୁଝିପାରୁନି ତ ମୁଁ ଦେଖିଲ କଣ ତମେ 2 ଜଣ ବି ନଥିଲେ ମତେ ବି କଣ କରିଥାନ୍ତା ପଇସା ଭଲ ଆସିବ ଡଲାର ପଇସା ମଲା କଣ ଏଇ ପଇସା ଆସିବ ବୋଲି ଶୋଧିବ ନା କଣ ଏଇ ଯେମିତି ପଇସା କମଉନାହାନ୍ତି ଏଇ ସେଇ ସବୁ ଦେଖୁଛ ତ ଆଉ କେତେ ଆମେ ଦେଖେଇଲୁ ଯୋଉ ଏମିତିଆ ଲୋକଙ୍କୁ ଶୋଧିବ ପଇସା କମିବ ତମେ ଭାଇରାଲ ହବ ଲୋକ ତମେ ଭିଉ ଯିବ ଭିଉ ଗଲେ ଫେସବୁକ୍ ହଉ କି ସେ ଯୋଉ କମ୍ପାନୀ ହଉଛି ଆମେରିକାର ପଇସା ସେଠୁ ଆସିବ ସେଇ ଡଲାର ଖାଲି ଅସାମାଜିକ କାମରେ ତମେ ନିଜେ ରହିବ ଆଉ ନା କରିବ ଆଉ ଭଲ କିଛି ନାହିଁ ସେଠି ତମ ଜଇଁ ଏମିତିଆ ଏଇ ରୋଷ୍ଟିଂ କରିକି ପଇସା କମଉନି ତାଙ୍କର ବହୁତ ନାଁ ଅଛି ସେ ତାଙ୍କ ନାଁ ରଖ ତମ ତାଙ୍କ ପାଖରେ ରୋଷ୍ଟର ହେଲେ କଣ ହବ ଆମ ଝିଅକୁ ତ ପୋଷ୍ଟର କରିଦବ ସିଏ ସତ କଥା ବା ତାହେଲେ କଣ କହୁଛନ୍ତି ଫକୀରା ଆଜ୍ଞା ତମେ ଗୋଟେ ପ୍ରସ୍ତାବ ଆମ ଝିଅ ବାହା ହବ ନା ଘରେ ଗାଁ ଝିଅ କରିବାଟା ଠିକ ନୁହେଁ କୋଉ ହିସାବରେ ତମେ ଏଇ ପ୍ରସ୍ତାବ ଆଣି ଦେଇଛ ଏଇ ପିଲା ସହିତ କହିଲ ତମେ ଅବିକା ମତେ ରୋଷ୍ଟିଂ କରୁଛୁ ଏଟା କହିବ ଜଇଁ କଣ କରୁଛି ନା ରୋଷ୍ଟିଂ କରୁଛି ସିଏ ତ ଝିଅ ସାଙ୍ଗରେ ମତେ ବି କେତେବେଳେ ପୋଷ୍ଟର କରିକି ମାରି ଦେଇଥାନ୍ତା ହଁ ତାଙ୍କର କାମ ହେଲା ସକାଳୁ ଉଠିବେ କୋଉଠି ଅଛି ନଙ୍ଗଳା ଫଟୋ ଭିଡିଓ ହେଇଗରା ଆଣିବେ ଆଣିକି ତାକୁ କାଟିକି ସେଇଠୁ ସୋଦା ଆରମ୍ଭ କରିବେ ଦେଖ ଜାଣିନ ସେଇ କାମ କିନ୍ତୁ ପଇସା ଟିକେ କମାନ୍ତି ଆଉ ତମ ରତନାର ଯୋଉ କାମ ଆଗରୁ ଥିଲା ତମ ଜଇଁର ସେଇ କାମ ଆମେ ସେ ଟୋକାଟା ଗୁଡା ଦେଇଛି କଣ ଆଇଡି ଦେଇଛି କଳିଙ୍ଗ ଷଣ୍ଢ ଏଗୁଡା ତା ନା ଦେଇ ଦଉନା କଳିଙ୍ଗ ଦଣ୍ଡ ସେ ସେଇ ହେଇଥାନ୍ତେ ଶିଖା ଶିଖି 2ଟାଙ୍କ ହେଇଥାନ୍ତେ ଆଉ ରତନା ଏଥିରେ ରାଜି ଥବ ଏବେ ସିଏ ବା କଣ କହିଲା ଜାଣିଛୁ ମତେ ଯେତେବେଳେ ଘରେ ଯେତେବେଳେ ମୁଁ ତ ଏଗୁଡା କଣ ଜାଣିନି
ଘରେ କହିଦେଲା ବଢିଆ ହବ ବାହାଘର ସେଇଠି ହବ ଆଉ ମୋର ତ କଳିଙ୍ଗ ଷଣ୍ଢକୁ ଆଉ ତାର ଗୋଟେ କଣ ନାଁ ଦେଇଦେବା ଆମର ଯୋଡା ଯୋଡି ହବା ଆଉ କଣ ମୁଁ ଆଉ ଏତେ କଥା ବୁଝୁଥିଲି ମୁଁ କହିବି ଶଳା ଭେଣେଇ ହଉଛନ୍ତି ସେ ସେଇ ହିସାବରେ ଖୁସିରେ ଗୋଟେ କଣ ହେବେ ନା ଆଉ ମୁଁ କଣ ଆଉ ଏତେ ଜାଣିଛି ତା ଭିତରେ ପଇଛି ଶଳାନାର ଆଇଡି କଳିଙ୍ଗ ଷଣ୍ଢ ବେଣେଇର ଦେଇଦବ କଳିଙ୍ଗ ଧଣ୍ଡ ଆଉ କଣ ପୁରା ଭାଇରାଲ ଆଉ ତମର ଆଉ ତମ ଖାଲି ମାଇକି ଦିଟା କିଣି ଦେଇକି ହଉ ଝୁଅ ତ ପୋଷ୍ଟର କରିଥାନ୍ତା ଝୁଅକୁ ରୋଷ୍ଟର କରିକି ପୋଷ୍ଟର କରିଥାନ୍ତା ବସ କଣ କରିବା ଗୋଟେ ତମେ ତମ ବାହାଘର କର ଆମେ ମୁଣ୍ଡ ପୁରେଇ ରୋଜନା ଗଲ ତ ପଳେଇ ଯା ମୋ ମୁଣ୍ଡ ଗରମ ହେଲେ ପୁଣି ନହେଲେ ଆଉ କଣ କୁଆଡୁ କଣ ବାହାରିଯିବ ପାଟିକୁ ତାହେଲେ ବାବାଜୀ ମୁଁ ଯାଉଛି ତାଙ୍କୁ ମନା କରିଦିଏ ଆଉ ତମେ ଆମର ସେଠି ହେଇପାରିବନି ତମେ ଏଇଠି ତୁରନ୍ତ ଫୋନ କରିକି ମନା କରୁନ ଇଏ ଯିବ ତାଙ୍କ ଘରକୁ ଆଉ ଯିବା ମନା କରିଦେବା ତାଙ୍କୁ ଆଉ ବାବା ଶୋଇ ପିଠିରେ ସିଏ ନାଗିଥିଲେ ସିଏ ଚୁରା ବୁଡିବାକୁ ଆଉ ରହିଲି ହଁ ତମେ ଯାଅ ତମେ